ଶୁଖିଲା ପଡ଼ିଛି ଚେକ୍ ଡ୍ୟାମ୍। ପାଣି ବିନା ରବି ଫସଲ ନଷ୍ଟ ହେବାକୁ ବସିଲାଣି। 5 ବର୍ଷ ତଳେ ପ୍ରାୟ 45 ଲକ୍ଷ ଟଙ୍କା ଖର୍ଚ୍ଚରେ ମାଲକାନଗିରି MP58 ଅଞ୍ଚଳରେ ନିର୍ମାଣ ହୋଇଥିବା ଚେକ୍ ଡ୍ୟାମ୍ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ଏହି ଚେକ୍ ଡ୍ୟାମ୍ ନିର୍ମାଣରେ କିନ୍ତୁ ପାଣି ଆସୁନାହିଁ। ଫଳରେ ଚେକ୍ ଡ୍ୟାମ୍ ତଳେ ଥିବା ଶହ ଶହ ଏକର ଚାଷ ଜମି ଏବେ ପାଣି ଅଭାବରୁ ପଡ଼ିଆ ପଡ଼ି ରହିଛି। ଏପରିକି ରବି ଫସଲ କରିଥିବା କିଛି ଚାଷୀଙ୍କର ପାଣି ଅଭାବରୁ ପନିପରିବା ଫସଲ ନଷ୍ଟ ହେବାକୁ ବସିଲାଣି। ଶିମ୍ବ, ଲାଉ, କାକୁଡ଼ି, ଜହ୍ନି ପରି ପନିପରିବା ଫସଲ ଏବେ ପାଣି ବିନା ଶୁଖି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳୁଛି। କେବଳ ବର୍ଷା ଉପରେ ନିର୍ଭର କରି ଚାଷୀମାନେ ଖରିଫ ଋତୁରେ ଧାନ ଚାଷ କରୁଥିବା ବେଳେ ରବି ଋତୁରେ ପାଣି ସୁବିଧା ନଥିବାରୁ ଚିନାବାଦାମ କିମ୍ବା ପନିପରିବା ଫସଲ କରିପାରୁନାହାନ୍ତି। ଫଳରେ ଚେକ୍ ଡ୍ୟାମ୍ ତଳେ ଥିବା ଶହ ଶହ ଚାଷ ଜମି ଏବେ ଟାଙ୍ଗରା ଭୂଇଁରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। କାମରେ ଆସୁନି ଚେକ୍ ଡ୍ୟାମ୍। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥିବା ଚେକ୍ ଡ୍ୟାମ୍ ଏବେ ଶୁଖିଲା ପଡ଼ି ରହିଛି। ନା ଚାଷୀ ପାଉଛନ୍ତି ପାଣି, ନା ଚେକ୍ ଡ୍ୟାମ୍ର କୌଣସି ଉପକାରିତା ରହିଛି। ଶହ ଶହ ଏକର ଚାଷ ଜମି ଏବେ ପଡ଼ିଆ ପଡ଼ି ରହିଛି। ଏ ସମ୍ପର୍କରେ ଆମେ ସ୍ଥାନୀୟ ଚାଷୀମାନଙ୍କ ସହିତ ଆଲୋଚନା କରିବା। ଆମ ସହିତ କିଛି ଚାଷୀ ଅଛନ୍ତି, ତାଙ୍କର ପ୍ରତିକ୍ରିୟା ନେବା ଏବଂ ତାଙ୍କର କ'ଣ ସମସ୍ୟା ରହିଛି ସେ ବିଷୟରେ ପଚାରି ବୁଝିବା। ଆଜ୍ଞା, କ'ଣ କହିବେ? ଏ ଯେଉଁ ଆମେ ଯେଉଁ ଚେକ୍ ଡ୍ୟାମ୍ ଦେଖୁଛୁ ଏଇଟା ଶୁଖିଲା ପଡ଼ି ରହିଛି। ଚେକ୍ ଡ୍ୟାମ୍ ପାଣି ଟୋପେ ନାହିଁ। ଚାଷବାସ କେମିତି ହେଉଛି ଆପଣଙ୍କର? ଚାଷବାସ ତ ହେଉଛି, ବର୍ଷା ହେଲେ ଚାଷ ହେଉଛି, ନହେଲେ ନାହିଁ। ଆଉ ଏ ଯେଉଁ ଯୋଜନା କରୁଛନ୍ତି ସରକାର ଚେକ୍ ଡ୍ୟାମ୍, ପ୍ରକୃତରେ ଚାଷୀମାନେ କେମିତି ଉପକୃତ ହେବେ ସେଇ ବିଷୟରେ ଚାଷୀଙ୍କୁ ଆଲୋଚନା କରି ଏସବୁ ଡ୍ୟାମ୍ ଫ୍ୟାମ୍ କି କେଉଁ ଯୋଜନା, ପାଣି ଯୋଜନା ହଉ ଯାହା ହଉ, ଚାଷୀଙ୍କୁ ସହିତ ଡାଇରେକ୍ଟ ଆଲୋଚନା କରିକି କରିବା କଥା। କିନ୍ତୁ ଏସବୁ କ'ଣ ଗଭର୍ଣ୍ଣମେଣ୍ଟ କଣ୍ଟ୍ରାକ୍ଟରମାନଙ୍କ ଦ୍ୱାରା ସେମାନେ ଯେଉଁଠି ପଇସା ଭଲ ଲାଭ ପାଇବ ସେଇ ଅନୁସାରେ ସେମାନେ ଆସିକି ମନ ଇଚ୍ଛା କରିଦେଉଛନ୍ତି। ଚାଷୀକୁ କିଏ ପଚାରୁନାହାନ୍ତି। ଏ ଯେଉଁ ଏତେ ଟଙ୍କା ଖର୍ଚ୍ଚ କରି ଯେଉଁ ଚାଷ ଚେକ୍ ଡ୍ୟାମ୍ କରିଛନ୍ତି, ଏହାର କ'ଣ ଗୋଟେ ଏକର ଜମିରେ ବି ପାଣି ମାଡ଼ି ପାରୁନି। ଏଇ ତଳେ ଚେକ୍ ଡ୍ୟାମ୍ ତଳେ କିଛି ନହେଲେ ହଜାର ହଜାର ଏକର ଜମି ଅଛି। ଏ ଜମିରେ ବର୍ଷା ହେଲେ ପାଣି ରହୁଛି, ନହେଲେ ନାହିଁ। ତାର ପାଇଁ ତ ସରକାର କିଛି ବନ୍ଦୋବସ୍ତ କରୁନାହାନ୍ତି। ଆମର ଉଠା ଜଳସେଚନ ପ୍ରକଳ୍ପ ନାହିଁ, କିମ୍ବା ଡିପ୍ ଇଏ ଚେକ୍ ଡ୍ୟାମ୍ ନାହିଁ, କି ଇରିଗେସନ୍ ଇଏ ନାହିଁ, କୌଣସି ସୁବିଧା ନାହିଁ। ତେଣୁ ଚାଷୀମାନେ ବହୁତ ହନ୍ତସନ୍ତ ହେଇଯାଉଛନ୍ତି। ବର୍ଷା ହେଲେ ସେଇ ବର୍ଷାକୁ ଚାହିଁକି ଚାଷ କରୁଛନ୍ତି, ନହେଲେ ତ ମରୁଡ଼ି ହେଇଯାଉଛି। ସବୁ ବର୍ଷ ତ ସେମିତି ମରୁଡ଼ି ହେଉଛି। ଆଉ ଆଜି ଏଠାରେ କେନାଲ ସୁବିଧା ନାହିଁ? କେନାଲ ନାହିଁ, କୌଣସି ଇରିଗେସନ୍ ଇଏ ନାହିଁ। ଖାଲି ଚେକ୍ ଡ୍ୟାମ୍ କରୁଛନ୍ତି। ଏ ଚେକ୍ ଡ୍ୟାମ୍ର କିଛି ଭ୍ୟାଲୁ ନାହିଁ। ପାଣି ତ ରହୁନି, ଟୋପାଏ ବି ରହୁନି। ଚେକ୍ ଡ୍ୟାମ୍ କରିକି ଲାଭ କ'ଣ? ସରକାର ଯେଉଁ ଯୋଜନା କରୁଛନ୍ତି, ଯେଉଁ ଚାଷୀମାନଙ୍କୁ ପଚାରିକି କରିଥାନ୍ତେ, ହେଲେ ବି ଚାଷୀମାନେ ଉପକୃତ ହେଇପାରିଥାନ୍ତେ ବୋଧେ। ଆଚ୍ଛା, ଆମ ସହିତ ଆଉ ଜଣେ ଚାଷୀ ଅଛନ୍ତି, ତାଙ୍କୁ ପଚାରିବୁ ଯେ ସେ ତାଙ୍କର ସମସ୍ୟା କ'ଣ। ଆଜ୍ଞା, କ'ଣ କହିବେ? ଆପଣଙ୍କ ଏଠି ଜମି ଅଛି? ହଁ, ଜମି ଅଛି। ଜମିରେ ତ ବର୍ଷ ଧାନ ଲଗା ହେଇଥିଲା। ଧାନ ପୁରା ମରୁଡ଼ି ହେଇକି ଶୁଖିଯାଇଛି। ବିଲକୁଲ ଚେକ୍ ଡ୍ୟାମ୍ରେ ବିଲକୁଲ ପାଣି ରହୁନାହିଁ। ଲାଗାତାର ଆମର ଏଠି 3ଟା 4ଟା ଅଛି ଚେକ୍ ଡ୍ୟାମ୍ ବନେଇଛନ୍ତି। ବିଲକୁଲ ପାଣି ଟୋପାଏ ରହୁନି। ମାନେ ବର୍ଷା ହେଲେ ଧାନ ଚାଷ ହେଉଛି, ନହେଲେ ଆଉ ଖରା ଟାଇମ୍ରେ ତ କୌଣସି ଚାଷ ହେବା ଇଏ ନାହିଁ, ପାଣି ସୁବିଧା ନାହିଁ। ଗଭର୍ଣ୍ଣମେଣ୍ଟକୁ ଆମକୁ ଗୁହାର କରୁଛୁ ଯେ ଆମକୁ ଯଦି ଲିଫ୍ଟ ଇରିଗେସନ୍ କିମ୍ବା ଆମକୁ ଡିପ୍ ବୋରୱେଲ୍ ଦେଇଥାନ୍ତେ, ହେଲେ ଆମେ ଉପକୃତ ହେଇପାରିଥାନ୍ତୁ। ନିଶ୍ଚିତ ଭାବେ ଆମକୁ ଡିପ୍ ବୋରୱେଲ୍ କିମ୍ବା ଅନ୍ୟାନ୍ୟ ଜଳସେଚନ ସୁବିଧାର ଆବଶ୍ୟକତା ରହିଛି। ଆମ ସହିତ ଆଉ ଜଣେ ଚାଷୀ ଅଛନ୍ତି, ତାଙ୍କ ସହିତ ପଚାରି ବୁଝିବା। ଆଜ୍ଞା, କ'ଣ କହିବେ? ଏଠି ଚାଷବାସ କେମିତି ହେଉଛି? ଆପଣ କେମିତି ଚାଷବାସ କରୁଛନ୍ତି? ଆମେ ତ ବର୍ଷାକୁ ଚାହିଁ ଚାଷ, ଆମର କୌଣସି ପାଣି ବ୍ୟବସ୍ଥା କିଛି ନାହିଁ। ତାପରେ ଯାହା ରବି ଫସଲ ତ ହେଇପାରୁନି। ବର୍ଷା ସିଜନ୍ରେ ଏକା ଧାନ ଚାଷ ହେଉଛି। ସେଇ ଆମର ଆଶା ଭରସା। ଯାହା ହଉ, ଯଦି ବର୍ଷା ହେଲେ ଆମେ ଧାନ 2ଟା ପାଉଛୁ, ନହେଲେ ନାହିଁ, ଶୁଖିଯାଉଛି, ମରୁଡ଼ି ହେଇଯାଉଛି। ଆଚ୍ଛା, ଏ ସମ୍ପର୍କରେ କାହାକୁ ଜଣେଇଥିଲେ କି? ଏ ସମ୍ପର୍କରେ ଆମର ବ୍ଲକ ବିଡ଼ିଓକୁ ଜଣା ହେଇଛି, କଲେକ୍ଟରକୁ ମଧ୍ୟ ଜଣା ହେଇଛି। କିଛି ଆମେ ଫଲୋ ପାଇନୁ। ସେ ଅନୁସାରେ ଯଦି ଏବେ ଆପଣମାନେ ଆସୁଛନ୍ତି, କିଛି ହେଇପାରିବ। ନିଶ୍ଚିତ ଭାବେ ଏଠି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚେକ୍ ଡ୍ୟାମ୍ ପରେ ଚେକ୍ ଡ୍ୟାମ୍ ହେଇଛି, କିନ୍ତୁ ଚାଷୀମାନେ କୌଣସି ସୁଫଳ ପାଇପାରୁନାହାନ୍ତି। କାଲିମଳାରୁ ଦୁଃଶାସନ ମହାପାତ୍ର, କନକ ନ୍ୟୁଜ୍।